ମା ଆମେ ପଢୁଛନ୍ତି ମାତୃ ରଚନାବଳୀ ଭାଗ 10। ଆଜି ଆରମ୍ଭ କରିବା କର୍ମ ଅଧ୍ୟାୟ। ଏଇଟା ଚତୁର୍ଥ ପର୍ଯ୍ୟାୟ। 1969 ରୁ 1970 ମସିହା ଭିତରେ ମା ଯୋଉ ଆର ଆଲୋଚନା କରିଛନ୍ତି ସେଟା ଆ ଭିତରେ ସମ୍ମିଳିତ ହେଇଛି। କର୍ମ 25 ନଭେମ୍ବର 1969 ରେ ମେସେଜ ଲେଖିଛନ୍ତି, ଆତ୍ମବିକାଶ ଏବଂ ଆଧ୍ୟାତ୍ମିକ ଅଭିପ୍ସା ବ୍ୟକ୍ତିକୁ ତାର କର୍ମ ଉପରେ କର୍ତ୍ତୃତ୍ୱ ଅର୍ଜନ କରିବାରେ ସମର୍ଥ କରିଥାଏ। ଆତ୍ମବିକାଶ ଏବଂ ଆଧ୍ୟାତ୍ମିକ ଅଭିପ୍ସା ବ୍ୟକ୍ତିକୁ ତାର କର୍ମ ଉପରେ କର୍ତ୍ତୃତ୍ୱ ଅର୍ଜନ କରିବାରେ ସମର୍ଥ କରିଥାଏ। ଆଉ ଗୋଟେ ମେସେଜ ଅଛି, ଶିକ୍ଷା କରିବା ଅବଶ୍ୟ ଭଲ, ଆପଣାକୁ ସେହିପରି ଗଢିବା ଓ ହେବା ତାହାଠାରୁ ଆହୁରି ଭଲ। ପ୍ରଥମେ କହିଲେ, ଯଦି କର୍ମ ଉପରେ କର୍ତ୍ତୃତ୍ୱ ଅର୍ଜନ କରିବାକୁ ଆମେ ଚାହୁଁଛୁ, ତେବେ ଆତ୍ମବିକାଶ ଏବଂ ଆଧ୍ୟାତ୍ମିକ ଅଭିପ୍ସା ଆମକୁ ସେଥିରେ ସମର୍ଥ କରାଏ। ଆତ୍ମବିକାଶ ନିଜର ମନ ପ୍ରାଣ ଶରୀର ଯୋଉ ବାହ୍ୟ ସତ୍ତା ରହିଛି ତାକୁ କିପରି ଆତ୍ମା ଦ୍ୱାରା ପରିଚାଳିତ କରିବା, ସେଥିପାଇଁ ଆମର ଯୋଉ ପ୍ରସ୍ତୁତି ଏବଂ ପରମଙ୍କୁ ଅବିକୃତ ଭାବେ ପରିପ୍ରକାଶ କରିବା ପାଇଁ ଆମ ଭିତରେ ଯୋଉ ଆସ୍ପୃହା, ଯୋଉ ଅଭିପ୍ସା, ସେଇଟା ହଉଛି ଆମର ଆଧ୍ୟାତ୍ମିକ ଅଭିପ୍ସା। ଯଦି ଏଇ ଅଭିପ୍ସା ବି ଆମ ପାଖରେ ରହିଲା ଏବଂ ଆତ୍ମବିକାଶରେ ଆମେ ଯଦି ଲାଗି ରହିଲେ, ତେବେ ଆମର ଯୋଉ କାର୍ଯ୍ୟ ଆମେ କରୁଛୁ ସେ କାର୍ଯ୍ୟ ଉପରେ ଆମର ପ୍ରଭୁତ୍ୱ ଆସିବ, କର୍ତ୍ତୃତ୍ୱ ଆସିବ। ଲେଖିଛନ୍ତି ପ୍ରଭୁତ୍ୱ ନୁହଁ, ସରି, କହିଲେ କର୍ତ୍ତୃତ୍ୱ ଅର୍ଜନ ଆସିବ। ଆମେ ଯୋଉ ପଢିଥିଲେ ମନେ ପକେଇବା, ମା ଯୋଉ ଲେଖିଥିଲେ, ଅବଲୋକନ, ସତର୍କ, ତାପରେ କହିଥିଲେ କର୍ତ୍ତୃତ୍ୱ। କାରଣ ଆମେ ଯେତେବେଳେ କାମ କରୁଛୁ ଅନେକ ଶକ୍ତି ଦ୍ୱାରା ଆମେ ପରିଚାଳିତ ହଉଛୁ। ଆମେ ନିଜେ ଜାଣିପାରୁନୁ ଆମେ କୋଉ ଶକ୍ତି ଆମକୁ କେତେବେଳେ ପରିଚାଳିତ କରୁଛି, କେତେବେଳେ କାମ ହେଇଯାଉଛି। ଏ ସବୁ ଜିନିଷ ଆମକୁ ଯେତେବେଳେ ଆମ ଭିତରେ ଅଭିପ୍ସା ରହିବ ଏବଂ ଆତ୍ମବିକାଶ ପାଇଁ ଆମେ ଯଦି ନିରନ୍ତର କାର୍ଯ୍ୟ କରୁଥିବା, ତେବେ କଣ ହବ, ଧୀରେ ଧୀରେ କର୍ମ ଉପରେ ମୋର କର୍ତ୍ତୃତ୍ୱ ଆସିବ ଏବଂ ଅନ୍ୟାନ୍ୟ ଶକ୍ତି ଦ୍ୱାରା ମୁଁ ଆଉ କବଳିତ ହେଇ କାର୍ଯ୍ୟ କରିବା ପାଇଁ ମୋ ଭିତରେ ଯୋଉ ଦୁର୍ବଳତା ରହିଛି ତା ଉପରେ ମଧ୍ୟ ମୋର ବିଜୟ ହାସଲ ହେଇ। ତାପରେ ଆଉ ଗୋଟେ ମେସେଜ କହୁଛନ୍ତି, ଶିକ୍ଷା କରିବା ଅବଶ୍ୟ ଭଲ, ଆପଣାକୁ ସେହିପରି ଗଢିବା ଓ ହେବା ତାହାଠାରୁ ଆହୁରି ଭଲ। ଦେଖନ୍ତୁ, ସବୁ ସମୟରେ ଶିକ୍ଷା ଗ୍ରହଣ କରିବା, ସବୁ ସମୟରେ ଶିକ୍ଷାର୍ଥୀର ଯୋଉ ଲକ୍ଷଣ ରହିଛି, ସବୁ ସମୟରେ ପ୍ରସ୍ତୁତ ରହିବା ଶିକ୍ଷା ଗ୍ରହଣ କରିବା ପାଇଁ, ସେଟା ନିଶ୍ଚୟ ଭଲ। କାରଣ ନିଜ ଭିତରେ ଗ୍ରହଣଶୀଳତା ଯେତେ ଅଧିକରୁ ଅଧିକ ରହିବ, ଗ୍ରହଣଶୀଳତା ଯେତେ ଅଧିକରୁ ଅଧିକ ରହିବ, ସେତେ ଆମ ଭିତରେ ଉଚ୍ଚତର ଶକ୍ତି କାର୍ଯ୍ୟ କରିବା ପାଇଁ ଏକ ସୁଯୋଗ ପାଇବ। କିନ୍ତୁ ତା ସହିତ ମା କହୁଛନ୍ତି, ତାଠାରୁ ଆହୁରି ଭଲ ହଉଛି କଣ, ସେ ଯୋଉ ଉଚ୍ଚତର ଯୋଉ ଶିକ୍ଷା ମୁଁ ଗ୍ରହଣ କଲି, ଉଚ୍ଚତର ଶକ୍ତିର ପ୍ରଭାବରେ ନିଜକୁ ଅଧିକରୁ ଅଧିକ ଅଗ୍ରଗତି ଅଭିମୁଖୀ କରିବା ପାଇଁ, ସେ ଶିକ୍ଷାଟିକୁ କାର୍ଯ୍ୟରେ ଲଗାଇବା। ସେଥିପାଇଁ କହୁଛନ୍ତି ସେହିପରି ଗଢିବା ଓ ହେବା, ଟୁ ବି, ହୋଇ ଉଠିବା, ଯୋଉଟା ଆମର ସବୁବେଳେ ବାରମ୍ବାର ଆମେ ଆଲୋଚନାରେ ଆଣୁଛନ୍ତି ଏବଂ ମାଙ୍କର ତ ସବୁବେଳେ ରହିଛି, ଟୁ ବି, ହୋଇ ଉଠିବା, ଇଏ ହଉଛି ତାହାଠାରୁ ଆହୁରି ଭଲ। ତେଣୁ ଆମେ ପ୍ରୟାସ କରିବା, ଆମେ ଯାହା ଶିକ୍ଷା ଗ୍ରହଣ କରୁଛୁ ତାହାକୁ ଯେପରି ବଞ୍ଚି ଉଠିବ, ସେଇଥିରେ ଆମେ ବଞ୍ଚିବା। ଏଇଠୁ ଆରମ୍ଭ ହେଲା ଜ୍ଞାନ 206। ପ୍ରଭୁ ଲେଖୁଛନ୍ତି ଜ୍ଞାନ 206ରେ, ଭଗବାନ ମନୁଷ୍ୟକୁ ପରିଚାଳିତ କରନ୍ତି, ମାତ୍ର ମନୁଷ୍ୟ ଆପଣାକୁ ଅନୁଚିତ ପଥରେ ହିଁ ଚାଳିତ କରି ନେଉଥାଏ। ଊର୍ଦ୍ଧ୍ୱରେ ରହିଥିବା ପ୍ରକୃତି ତାର ନିମ୍ନସ୍ଥ ବିନାଶଶୀଳତାର ନାନା ସ୍ଖଳନ ଉପରେ ଉଚ୍ଚତର ପ୍ରକୃତି ଦୃଷ୍ଟିପାତ କରିବାରେ ଲାଗିଥାଏ। ଆମକୁ ଏହି ପାଶବଦ୍ଧତା ଏବଂ ବିରୋଧ ମଧ୍ୟରୁ ଆତ୍ମ ଏକତା ମଧ୍ୟକୁ ବାହାରି ଚାଲି ଆସିବାକୁ ହେବ। ସେହି ଆତ୍ମ ଏକତାର ସ୍ତରରେ ହିଁ ଏକ ସ୍ୱଚ୍ଛ ଜ୍ଞାନମୟତା ଏବଂ ନିର୍ଦ୍ଦୋଷ କର୍ମାନୁଶୀଳନ ସମ୍ଭବ ହୋଇପାରିବ।
ପ୍ରଥମେ କହୁଛନ୍ତି ଯେ ମନୁଷ୍ୟକୁ ଭଗବାନ ସବୁବେଳେ ପରିଚାଳିତ କରନ୍ତି। ଯେତେବେଳେ କୌଣସି ଏକ ଯାତ୍ରାରେ ବା ଅଭିନୟ ମଞ୍ଚରେ ଯେତେବେଳେ ଛାଡନ୍ତି, ଯୋଉମାନେ ବି ଅଭିନୟ କରୁଥାନ୍ତି ତାଙ୍କୁ ଯିଏ ନିର୍ଦ୍ଦେଶନା ଦେଇଥାଏ, ସ୍କ୍ରିପ୍ଟ ଅନୁସାରେ ତାକୁ କଣ କେମିତି ସେ ପରିପ୍ରକାଶ କରିବ, ସେଥିପାଇଁ ନିର୍ଦ୍ଦେଶକ କଣ କରିଥାଏ, ତାକୁ ନିର୍ଦ୍ଦେଶନା ଦେଇଥାଏ ଏବଂ ସେ ଜଗିଥାଏ ବା ଦେଖୁଥାଏ ଯେପରି ଯୋଉ ଲେଖାଟି ଯୋଉ ଶୀର୍ଷକଟି ରହିଛି ତାକୁ ସେ ଯେମିତି ଫୁଲଫିଲ୍ କରିବ। କିନ୍ତୁ ସେତେବେଳେ ଶିଖି ସାରିଲା ପରେ ନିର୍ଦ୍ଦେଶକ ଶିକ୍ଷା ଦିଏ, ବୁଝାଏ, ନିର୍ଦ୍ଦେଶନ କେମିତି ଦିଏ ଯେ କେମିତି ତମେ ଏକ୍ସପ୍ରେସନ ଆଣିବ, ଏଇ ଜାଗାରେ କୋଉ ଏକ୍ସପ୍ରେସନ ଆଣିବ, ଡାଇଲଗ କଣ ଅଛି, ଡାଇଲଗ ଟାକୁ କେମିତି ଥ୍ରୋ କରିବ, ଏସବୁ ଜିନିଷ ସେ କଣ କରେ, ଯିଏ ଅଭିନୟ କରେ ତାକୁ ନିର୍ଦ୍ଦେଶ ଦିଏ, ତାକୁ ପରିଚାଳିତ କରେ। ଦେଖ ତୁ ଏମିତି ଚାଲିବ, ସେମିତି ଚାଲିବ, ଏମିତି ଏକ୍ସପ୍ରେସନ ଆଣିବା ଦରକାର, ଏଇ ସମୟରେ ଏମିତି କରିବ, ଏ ସବୁ ଜିନିଷକୁ ସେ ଗାଇଡ କରୁଥାନ୍ତି। କିନ୍ତୁ କିନ୍ତୁ ଫାଇନାଲି କଣ ହୁଏ, ମନୁଷ୍ୟ ଯେମିତି ରଙ୍ଗମଞ୍ଚରେ ଯାଇ ତାର ଏକ୍ସପ୍ରେସନ ସେ କରେ, ନିଜକୁ ଯାହା ସେ ନିଜ ହିସାବରେ ସେ କରେ, ସେଭଳି ମଣିଷ ଆମର ଏଇ ପୃଥିବୀ ପୃଷ୍ଠରେ ମଣିଷକୁ ଯେହେତୁ ମନଟିଏ ମିଳିଯାଇଛି, ତାକୁ ସିଏ କଣ କରେ, ବାହ୍ୟ ଯୋଉ ଶକ୍ତିର ପ୍ରଭାବରେ ହଉ ବା ବାହ୍ୟ ଚାକଚକ୍ୟରେ ବା ବାହ୍ୟ ଗତିବୃତ୍ତିରେ ସିଏ ନିଜେ ନିଜେ କଣ କରେ, ତା ପ୍ରତି ଆକର୍ଷିତ ହଉ ବା ବିକର୍ଷିତ ହଉ, ଯୋଉ ପ୍ରକାର ହଉ, ସିଏ ନିଜର ଏକ ପଥ ସେ ବେଳେ ବେଳେ ନିଜେ ସ୍ଥିର କରିନିଏ। ସେଇଟା କଣ ହେଇଯାଏ ନା ଅନୁଚିତ ପଥ ହେଇଯାଏ, ଉର୍ଦ୍ଧ୍ୱକୁ ଅଗ୍ରଗତି କରିବା ପାଇଁ ସେ ମାର୍ଗରେ ସେ କଣ ହୁଏ, ଧୀରେ ଧୀରେ ଅଧିକରୁ ଅଧିକ ପ୍ରତିରୋଧ ସୃଷ୍ଟି କରି କରି ଚାଲେ। ଏ ସବୁ ସତ୍ତ୍ୱେ ଭଗବାନ କେବେ ଆମକୁ ଛାଡିକି ଯାଆନ୍ତି ନାହିଁ। ଯଦି ଦେଖିଲେ ଯେ ଏଠି ମଣିଷ ଯେହେତୁ ନିଜେ ସ୍କ୍ରିପ୍ଟ ରାଇଟ୍ କରିଛି, ଯୋଉ ସ୍କ୍ରିପ୍ଟ ଥାଏ ସେଇ ଅନୁସାରେ ସେ ଚେଷ୍ଟା କରେ ଚାଲିବା ପାଇଁ। ପ୍ରାୟତଃ ଅଭିନୟ ଯୋଉମାନେ କରୁଥାନ୍ତି ସେମାନେ ସେଇଥିରେ ହିଁ ଚାଲନ୍ତି, ପ୍ରାୟ ଚାଲନ୍ତି। ଏକ୍ସପ୍ରେସନ ଟିକେ ଡିଫରେଣ୍ଟ କଲେ ବି ଅବଜେକ୍ଟିଭ ଟୁ ରଖିଥାନ୍ତି। କିନ୍ତୁ ଆମେ ମନୁଷ୍ୟମାନେ ଯୋଉ ପୃଥିବୀ ରଙ୍ଗମଞ୍ଚରେ ଆମେ ଯୋଉ ପଥରେ ଯାଉଛୁ, ବେଳେ ବେଳେ କଣ ହୁଏ, ପଥ ଭ୍ରଷ୍ଟ ହଉ ସେଟା ତ ଚଳେ, କିନ୍ତୁ ଆଉ ବେଳେ ବେଳେ କଣ ହୁଏ, ଟୋଟାଲି ରସାତଳଗାମୀ ପଥକୁ ଆମେ ନିଜେ ବାଛି ନଉ। ଏ ସବୁ କ୍ଷେତ୍ରରେ ପଥ ଭ୍ରଷ୍ଟ ହୁଅନ୍ତୁ କିମ୍ବା ପଥରେ ଚାଲୁଥାନ୍ତୁ କିମ୍ବା ବିପଥଗାମୀ ହେଉଥାନ୍ତୁ, ସବୁ କ୍ଷେତ୍ରରେ ଭଗବାନ ପ୍ରତ୍ୟେକ ମୁହୂର୍ତ୍ତରେ ଚେଷ୍ଟା କରନ୍ତି, ପୁଣି ତାକୁ ଗୋଟେ ଅପସନ ଦିଅନ୍ତି, ଗୋଟେ ସୁଯୋଗ ଦିଅନ୍ତି, ଗୋଟେ ପରିବେଶ ପରିସ୍ଥିତି ତିଆରି କରନ୍ତି, ଯାହା ଫଳରେ ସେଇ ମୁମେଣ୍ଟରେ ପୁଣି ମୋଡ ନେଇକିରି ସେ ଅଗ୍ରଗତି ପଥରେ ଯାଇପାରିବେ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ସୁଯୋଗଟିଏ ସୃଷ୍ଟି କରନ୍ତି, ସବୁ ମୁହୂର୍ତ୍ତରେ ସେ ଆମକୁ ପରିଚାଳିତ କରୁଥାନ୍ତି। କିନ୍ତୁ ମନୁଷ୍ୟ ବାରମ୍ବାର ବାରମ୍ବାର ବିପଥଗାମୀ ପଥଟି ବା ଅନୁଚିତ ପଥକୁ ତାର ସେ ଧରେ ଏବଂ ସେଇଠୁ ଯେ ମୁକ୍ତି ପାଇବା ବା ଅଗ୍ରଗତି ପଥରେ ଯିବା, ସେଥିପାଇଁ ବେଳେ ବେଳେ ତା ଭିତରେ ଛୋଟିଆ ଅଭିପ୍ସା ଟିକେ ଆଣିବା ପାଇଁ ଭଗବାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡେ। ସେଥିରେ କଣ ହୁଏ, ଗୋଟେ ଗୋଟେ ବ୍ୟକ୍ତିର କେତେ କେତେ ଜନ୍ମ ଚାଲିଯାଏ, ଗୋଟେ ଜନ୍ମରେ ହେଇପାରେନି, ଅନେକ ଜନ୍ମ ଚାଲିଯାଏ, ବେଳେ ବେଳେ ଶତାବ୍ଦୀ ଶତାବ୍ଦୀ ଧରି ଲାଗିଯାଏ। ତେଣୁ ଊର୍ଦ୍ଧ୍ୱରେ ଯୋଉ ପ୍ରକୃତି ଆମକୁ କାର୍ଯ୍ୟ କରିବା ପାଇଁ ଆମ ଭିତରେ ପ୍ରେରଣା ଯୋଗାନ୍ତି, ସିଏ ସବୁବେଳେ ଆମ ଉପରେ ଦୃଷ୍ଟିପାତ ରଖିଥାନ୍ତି। କିନ୍ତୁ ଆମକୁ ଏଇ ବାହ୍ୟ ପରିବେଶର, ବାହ୍ୟ ସତ୍ତାର
କିପରି ପରିଶୁଦ୍ଧ ହବ ଏବଂ ଅଗ୍ରଗତି ପଥରେ ପୂର୍ଣ୍ଣତଃ ପୂର୍ଣ୍ଣତଃ ଲାଗି ରହିବ, ସେଇ ଯୋଉ ରହସ୍ୟ, ସେ ରହସ୍ୟଟା କୋଉଠି ରହିଛି ନା ଆତ୍ମା ସହିତ ଯେତେବେଳେ ଆମେ ସଂଯୁକ୍ତ ହେଇଯିବା, ସେଇଠି ସେ ରହସ୍ୟ ରହିଛି। କାହିଁକି କଥାଟି ଆମେ ଆଲୋଚନା କରିବା? ଚିନ୍ତା କରନ୍ତୁ, ଯେତେବେଳେ କୁହାଯାଉଛି ଯେ ମୁଁ କାମନା ବାସନା ଯୁକ୍ତ ହେଇଯାଉଛି, ଅନ୍ୟାନ୍ୟ ଶକ୍ତି ଦ୍ୱାରା ପରିଚାଳିତ ହଉଛି, ସେତେବେଳେ ଅଳ୍ପ ବିକଶିତ ହେଇଥିବା ମନ ଯୁକ୍ତ ମଣିଷ ସିଏ ଭାବେ ଯେ ଉଚ୍ଚତର ଶକ୍ତି ଯେହେତୁ ବାହାରେ ରହିଛି, ତେଣୁ ମୁଁ ଭଗବାନଙ୍କୁ ବାହାରେ ଖୋଜିବାକୁ ଆରମ୍ଭ କଲି। ବାହାରେ ଖୋଜି କଣ କଲି? ଗୋଟେ ନାଁ ଦେଲି, ଇଏ ହଉଛନ୍ତି ଭଗବାନ, ତେଣୁ ତାଙ୍କ ପାଖରେ ମୁଁ ଯାଇକିରି ଅଳି କରିବି, ତାଙ୍କ ପାଖରେ ଯାଇକିରି ମୁଁ କିଛି ଯାଚିବି, ସିଏ ମତେ ଦେବେ। ଏଇ ପ୍ରକାରର ଏକ ଧୀରେ ଧୀରେ କନସେପ୍ଟ ବା ଏକ ପ୍ରକାରର ପ୍ରଥା ଧୀରେ ଧୀରେ ସୃଷ୍ଟି ହେଇ ଚାଲିଲା। ସେତେବେଳେ ସେ ନିଜେ ଯେ ପ୍ରସ୍ତୁତ ହବାକୁ ପଡିବ ଏବଂ ନିଜ ଭିତରେ ଯେହେତୁ ମୁଁ ଭଗବାନ ପାଖରୁ ସୃଷ୍ଟ ହେଇ ଆସିଛି, ତେବେ ଭଗବାନଙ୍କର ପୂର୍ଣ୍ଣତଃ ଯୋଉ ଶକ୍ତି ସାମର୍ଥ୍ୟ ଯୁକ୍ତ ଅଂଶଟି ଯେ ମୋ ଭିତରେ ରହିଛି, ତାକୁ ସେ ଭୁଲିଯାଏ। ତାକୁ ସେ ଭୁଲିଯାଏ। ତା ପାଇଁ ଗୋଟେ ମଜାଦାର ଗୋଟେ ସିମ୍ବଲିକ ଷ୍ଟୋରି ରହିଛି। ଭଲ ଲାଗିବ ଶୁଣିଲେ। ଷ୍ଟୋରିଟି ହଉଛି, ଥରେ ବିଷ୍ଣୁ ପ୍ରଭୁ ଆଉ ଦେବର୍ଷି ନାରଦ ଥରେ ଆସିଲେ ମର୍ତ୍ତ୍ୟ ଲୋକରେ ସୃଷ୍ଟିଟି କେମିତି କଣ ପରିଚାଳିତ ହଉଛି ଟିକେ ବୁଲିକି ନିରୀକ୍ଷଣ କରିବେ। ଯେତେବେଳେ ଆସି ପହଞ୍ଚିଲେ, ସେତେବେଳେ ଜଣେ କିଏ ଦେଖି ପକେଇଲେ, କହିଲେ ଆରେ ହେଇ ଭଗବାନ ବିଷ୍ଣୁ ଆସିଛନ୍ତି। ତେଣୁ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଗଲେ, ଗୋଟେ ଲିଷ୍ଟ ଧରେଇ ଦେଲେ ଯେ ମୋର ଏଟା ଦରକାର, ମୋର ସେଟା ଦରକାର। ତାପରେ ପରେ ଗୋଟେ ଜଣଙ୍କ ପରେ ଜଣେ ଚାଲିଲେ, ଲିଷ୍ଟ ଧରିଲେ, ଗୋଡେଇଲେ ଆଉ ଏଟା ଦରକାର, ସେଇଟା ଦରକାର, ସେଇଟା ଦରକାର। କାହା କଥା ଶୁଣିବେ ଆଉ ପ୍ରଭୁ? ଦୌଡ଼ିଲେ, ଖାଲି ଇଆଡେ ସିଆଡେ ଦୌଡ଼ିଲେ ଆଉ ଯୁଆଡେ ଗଲେ ପୁଣି କିଏ ଖବର ପାଇଯାଉଛି, ଖବର ଦେଇ ଦଉଛି, ହେଇରେ ଅମୁକ ଜାଗାରେ ବିଷ୍ଣୁଙ୍କୁ ଦେଖିକି ଆଇଲି। ସମସ୍ତେ ଯାଇ ସେଠି ପୁଣି ହାଜର। ଏମିତି ଚାରିଆଡେ ସିଏ ଖାଲି ଧଇଁ ସଇଁ ହେଇ ଧାଇଁବାରେ ଲାଗିଲେ। ଏମିତି ହଉ ହଉ ଗୋଟେ ବିରାଟ ଗୁମ୍ଫା ଭିତରେ ଯାଇକି ପଶି ଲୁଚିଲେ। ସେଉଠୁ ଦେବର୍ଷି କହିଲେ, ପ୍ରଭୁ କେତେ ବାଟ ଏମିତି ଦୌଡ଼ିବା? ଯୋଉଠି ଗଲେ କିଏ ନା କିଏ ପହଞ୍ଚି ଯାଉଛନ୍ତି। ଗୋଟେ ନୂଆ ଉପାୟ କଣ ଗୋଟେ ବାହାର କରିବାକୁ ପଡିବ। ଟିକେ ଭାବିକି ନାରଦ କହିଲେ, ପ୍ରଭୁ ଗୋଟେ କାମ କରିବା, ଆପଣ ସେମାନେ ଚାରିଆଡେ ବୁଲିକି ଖୋଜୁଛନ୍ତି, କୁଆଡେ ଗଲେ ଆପଣ ତାଙ୍କ ଭିତରେ ପଶିଯାଆନ୍ତୁ। ସେ ଗୋଟେ ମାନେ ଏମିତି ଗୋଟେ କାହାଣୀଟେ। ତେଣୁ ଭଗବାନ ଆସିକି ଭିତରେ ପଶିଗଲେ। ପଶିଲା ପରେ ଲୋକ ତ ଚାରିଆଡେ ବାହାରେ ଖୋଜୁଛନ୍ତି, ଆଉ ଭିତରେ କିଏ ଖୋଜୁଛି? କିନ୍ତୁ ଯଦି ଆମେ ସତ୍ୟକୁ ଯିବା, ତେବେ ସତ୍ୟ ଶାଶ୍ୱତ ପରମ ସତ୍ତା ସେ ନିଜେ ଯେହେତୁ ବହୁଧା ବିଭକ୍ତ ହେଇଛନ୍ତି ପୃଥିବୀ ପୃଷ୍ଠରେ, ତେଣୁ ତାଙ୍କର ପୂର୍ଣ୍ଣତଃ ସବୁ ସାମର୍ଥ୍ୟ ଯୁକ୍ତ ଅଂଶ ଆମ ଭିତରେ ରହିଛି, ଯାହାର ନାଁଟା ଆତ୍ମା ବୋଲି ଆମେ ଜାଣିଛନ୍ତି। ଆମେ ଆତ୍ମା ବୋଲି ବୁଝିବା ଭଳି ଗୋଟେ ଶବ୍ଦ ଯେମିତି ଦିଆହେଇଛି, କିନ୍ତୁ ସେ ଅଂଶଟି ଆମ ଭିତରେ ରହିଛନ୍ତି। ତାମାନେ ସିଏ ସବୁ ସାମର୍ଥ୍ୟକୁ ଯେହେତୁ ଧରିକି ରହିଛନ୍ତି, ତେଣୁ ତା ସହିତ ଯଦି ଆମେ ବା ତାଙ୍କ ସହିତ ଯଦି ଆମେ ଏକାତ୍ମତା ଅର୍ଜନ କରିବା, ତାଙ୍କ ସହିତ ଯଦି ଏକ ହେଇଯାଇ ପାରିବା, ତାହେଲେ ଆମକୁ ସ୍ୱଚ୍ଛ ଜ୍ଞାନ ଏବଂ ଯୋଉ କର୍ମ କରୁଛନ୍ତି ତାହା ପୂର୍ଣ୍ଣତଃ ନିର୍ଦ୍ଦୋଷ କର୍ମାନୁଶୀଳନ ଆମ ପାଖରେ ଆସି ପହଞ୍ଚିଯିବ, ଆମେ ସମ୍ଭବ ହେଇଛି। ସେଇ କଥାଟି ପ୍ରଭୁ ଏଠି ଆମ ପାଖରେ ଉପସ୍ଥାପନ କରିଛନ୍ତି ଯେ ଏଇ ଯୋଉ ସବୁ ପାଶବଦ୍ଧତା ଏବଂ ବିରୋଧ ମଧ୍ୟରୁ ଯଦି ଚାଲି ଆସିବାକୁ ଚାହୁଁଛୁ, ତେବେ ଆତ୍ମ ଏକତା ମଧ୍ୟକୁ ଆମକୁ ଆସିବାକୁ ପଡିବ। ଆତ୍ମ ଏକତା ଭିତରକୁ ଆସିଲେ ସେଇଠି ହିଁ ସ୍ୱଚ୍ଛ ଜ୍ଞାନମୟତା ଏବଂ ନିର୍ଦ୍ଦୋଷ କର୍ମାନୁଶୀଳନ ସମ୍ଭବ ହେଇପାରିବ। ମା କହୁଛନ୍ତି, ଯେଉଁ ଅନ୍ତର୍ଗତ ବିକାଶ ଆମକୁ ସଚେତନ ଭାବରେ ଭଗବତ ଉପସ୍ଥିତିଟି ସହିତ ନେଇ ସଂଯୁକ୍ତ କରାଇ ଦିଏ,
ଜୀବନରେ ତାହା ହିଁ ହେଉଛି ଏକମାତ୍ର ନିରାପତ୍ତା। ଅତୀତର ଭୁଲ ଗୁଡ଼ିକ ମଧ୍ୟରୁ ନିଷ୍କୃତି ଲାଭ କରିବା ନିମନ୍ତେ ତାହା ହିଁ ଏକମାତ୍ର ପଥ। କୋଉଟା? ଆତ୍ମ ସହିତ ଏକାତ୍ମ ଅର୍ଜନ କରିବା, ଅନ୍ତର୍ଗତ ବିକାଶ ଯେପରି ଭଗବତ ଉପସ୍ଥିତି ସହିତ ସଂଯୁକ୍ତ ହେବ ସେ କାର୍ଯ୍ୟଟି କରିବା। ଇଏ ହେଉଛି ଏକମାତ୍ର ପଥ। ଏବଂ ଏହି ଭଗବତ ଉପସ୍ଥିତି ଯେତେବେଳେ ଆମ ପାଖରେ ସେ ପହଞ୍ଚିବେ ବା ତାଙ୍କ ସହିତ ସଂଯୁକ୍ତ ହେଇଗଲେ, ଭଗବତ ଉପସ୍ଥିତି ମୋ ସହିତ ରହିବେ, ସେ ହିଁ ହେବେ ଏକମାତ୍ର ଆମର ସଫଳ ମାର୍ଗଦର୍ଶକ। କାହିଁକି ସଫଳ ମାର୍ଗଦର୍ଶକ ହେବେ? ଆରେ ଯିଏ ପଥ ପୂର୍ଣ୍ଣତଃ ଦେଖିଛନ୍ତି, ଯିଏ ପଥ ନିଜେ ପ୍ରସ୍ତୁତ କରିଛନ୍ତି, ସିଏ ମୋଟ ଆଉ ଭଲ ମାର୍ଗଦର୍ଶକ ହେବେନି ତ କିଏ ଭଲ ମାର୍ଗଦର୍ଶକ ହେବେ? ତେଣୁ ଏକମାତ୍ର ସଫଳ ମାର୍ଗଦର୍ଶକ ହେଉଛନ୍ତି ଏହି ଭଗବତ ଉପସ୍ଥିତି। ଆମ ସତ୍ତାର ତଥା ସକଳ ସତ୍ତାର ଇଏ ହେଉଛି ସତ୍ୟ ମା। ଥ୍ୟାଙ୍କ ୟୁ ଅଲ୍ ଓଭର।